ନୃଶଂସ ପାଲଟିଗଲା ସ୍ୱାମୀ। ପାରିବାରିକ କଳହରୁ ବିଚ୍ ରାସ୍ତା ଉପରେ ସ୍ତ୍ରୀ ଛାତିରେ ଛୁରୀ ଭୁଷି ହତ୍ୟା କରିଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଗ୍ରାମ ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଚାରମାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଶିଶୁ ବିଦ୍ୟା ମନ୍ଦିର ପାର୍ଶ୍ୱ ପଡ଼ିଆକୁ ବାର୍ଷିକ ଉତ୍ସବ ଦେଖିବା ପାଇଁ ରୁକ୍ମିଣୀ ବାଂଛର ନାମ୍ନୀ ଜଣେ ମହିଳା ଯାଉଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ସୁରୁ ବାଂଛର ଅତର୍କିତ ଭାବେ ଆସି ସ୍ତ୍ରୀ ରୁକ୍ମିଣୀଙ୍କ ଛାତିରେ ଛୁରୀ ମାରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତେଣୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁକ୍ମିଣୀ ରାସ୍ତା ମଝିରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବା ସହ 108 ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରୁକ୍ମିଣୀଙ୍କର ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।